ଏହି ଭିଡ଼ିଓରେ ଆମେ ଆଜି ଇଂଲିଶ ବୁକ୍ ବା ଯାହାର ନାଁ ଏବେ ବଦଳିକି ଜସ୍ମିନ୍ ହେଇଯାଇଛି ତାହାର ଏ କଂକ୍ରିଟ ଏକ୍ଜାମ୍ପଲ୍ ଯୋଉଟାକି ଆମର ଅଷ୍ଟମ ଶ୍ରେଣୀର ସେକେଣ୍ଡ ଚାପ୍ଟର ରହୁଛି ବା ସେକେଣ୍ଡ ବିଷୟ ରହୁଛି। ସେ ସେକେଣ୍ଡ ବିଷୟର ଆମେ କ'ଣ କରିବା ନା ପ୍ରଶ୍ନ ଉତ୍ତର ଗୁଡ଼ିକୁ ଆଲୋଚନା କରିବା। এই ভিডিওটি ସମସ୍ତଙ୍କ ପାଇଁ ରହିବ, ଟିଚର ମାନଙ୍କ ପାଇଁ ରହିବ, ପ୍ୟାରେଣ୍ଟସ୍ଙ୍କ ପାଇଁ ରହିବ ଯେଉଁମାନେ ତାଙ୍କ ଛୁଆମାନଙ୍କୁ ଘରେ ହେଲ୍ପ କରୁଛନ୍ତି ପଢ଼ିବାରେ। ସମସ୍ତଙ୍କ ପାଇଁ ରହିବ ଭିଡ଼ିଓଟି। ଆପଣମାନେ ନିଜେ ବି ଦେଖନ୍ତୁ ଆଉ ଛୁଆମାନଙ୍କୁ ଗାଇଡ୍ କରନ୍ତୁ ଘରେ। କ'ଣ ଦେଇଛି ଦେଖନ୍ତୁ, ପ୍ରଥମେ ଆମେ ଦେଇଛି ସେ ବହୁତ ଗୁଡ଼େ କ'ଣ କରିଛି ନା ୱାର୍ଡ ଗୁଡ଼ା ଦେଇଛି ଆଉ ଚିତ୍ର ଗୁଡ଼ା ଦେଇଛି। ମାନେ ଏଇ ୱାର୍ଡ ଗୁଡ଼ିକ କେଉଁ ଚିତ୍ରର ଆପଣ କ'ଣ କରିବେ ନା ତଳେ ତଳେ ତାର ଆପଣ ଲେଖିବେ। ପ୍ରଥମରେ ଏଇ ଏକ୍ସରସାଇଜଟି ଦେଇଛି, ତାପରେ 2 ନମ୍ବର 3 ନମ୍ବରରେ ଆଉ ଦୁଇଟି ପ୍ରଶ୍ନ ଦେଇଛି, ତାପରେ ଦେଇଛି ଆମର ବିଷୟଟି ଦେଇଛି। ଦେଖନ୍ତୁ ବିଷୟଟିରେ ଦେଖନ୍ତୁ ଗୋଟେ ସୁନ୍ଦର ଚିତ୍ର ଦେଇଛି, ଗୋଟେ ସୁନ୍ଦର ବଗିଚା। କିନ୍ତୁ ଏଇ ବଗିଚାରେ ଗୋଟେ ଜିନିଷ ଆପଣ ଦେଖୁଥିବେ, ଫୁଲ ଗଛ ନାହିଁ। ଏଠି କ'ଣ ହେଇଛି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ପଥରରେ ତାକୁ ସଜା ଯାଇଛି। ୟାକୁ ନେଇକି ଏଇ ବିଷୟଟି ରହିଛି ଆମର, ମାନେ ଗୋଟେ ପଥରରେ ତିଆରି ବଗିଚା, ଫୁଲର ବଗିଚା ନୁହେଁ। ଆମେ ଏଇ ବିଷୟର ପ୍ରଶ୍ନ ଉତ୍ତର ଆଜି ଆମେ ଏଠାରେ ଆଲୋଚନା କରିବା। ମୁଁ ଏଇ ଆରମ୍ଭରୁ ହିଁ ଯେତିକି ପ୍ରଶ୍ନ ଅଛି ସବୁ ପ୍ରଶ୍ନ ଆଲୋଚନା କରିଛି, କୌଣସି ବି ପ୍ରଶ୍ନ ଛାଡ଼ି ନାହିଁ। ଆପଣଙ୍କୁ ଅଲଗା କୌଣସି ଭିଡ଼ିଓ ଦେଖିବାକୁ ପଡ଼ିବନି, ସବୁ ପ୍ରଶ୍ନର ଉତ୍ତର ଆପଣ ଏଠି ପାଇଯିବେ। ଦେଖନ୍ତୁ ଏଠି 10ଟି ଚିତ୍ର ଅଛି, ଲେଫ୍ଟ ସାଇଡ୍ରେ 5ଟା ଅଛି, ରାଇଟ୍ ସାଇଡ୍ରେ 5ଟା ଅଛି। ମୁଁ ସେଇ ଅନୁସାରେ ଏଠି ଲେଖିଦେଇଛି। ଦେଖନ୍ତୁ ଲେଫ୍ଟ ସାଇଡ୍ର ଯେଉଁ 5ଟା ଚିତ୍ର ତାର ନାଁ ଗୁଡ଼ିକ ଏଠି ଲେଖିଦେଇଛି ଏବଂ ରାଇଟ୍ ସାଇଡ୍ର ଯେଉଁ 5ଟା ଚିତ୍ର ଅଛି ତାର ନାଁ ଗୁଡ଼ିକ ମଧ୍ୟ ଏଠି ଲେଖି ନେଇଛି। ଆପଣ ତାକୁ ଦେଖିଦେଇ କ'ଣ କରନ୍ତୁ, ଲେଖିଦିଅନ୍ତୁ। ତା ତଳେ ତଳେ ଲେଖିଦିଅନ୍ତୁ କିମ୍ବା ତା ସାଇଡ୍ରେ ଲେଖିଦିଅନ୍ତୁ। ମୁଁ ଚାହିଁଥିଲେ ତା ଉପରେ ଲେଖି ପାରିଥାନ୍ତି, କିନ୍ତୁ କ'ଣ ହେଉଛି ନା ଏଠି ସ୍କ୍ରିନ୍ ଉପରେ ଲେଖିଲା ବେଳକୁ ସ୍ପେଲିଂ ଗୁଡ଼ା ଟିକେ ଚେଞ୍ଜ ହେଇଗଲା ଭଳିଆ ହେଉଛି। ଅକ୍ଷର ତା ମାନେ କ୍ଲିଅରରେ ଜଣାପଡ଼ୁନି, ଏଟା ୟୁ ଭଳିଆ ବି ଦିଶି ଯାଉଛି। ତେଣୁ ମୁଁ କ'ଣ କରୁଛି ନା ଟାଇପ୍ କରିଦେଇଛି, ଆପଣଙ୍କୁ ସବୁ ପ୍ରୋବ୍ଲେମ୍ ହେବନି ବୋଲି। ତାପରେ ଦେଇଛି ଦେଖନ୍ତୁ, ଆପଣ କୋଉ ଟାଇପ୍ର ବଗିଚା ପସନ୍ଦ କରନ୍ତି। ନିହାତି ତ ଆମେ ପଥରର ବଗିଚା କେବେ ପସନ୍ଦ କରିବାନି, ଫୁଲ ବଗିଚା। ମୁଁ ତେଣୁଠୁ ଫୁଲ ବୋଲି ଲେଖିଦେଇଛି, ଫ୍ଲାୱାର ଗାର୍ଡେନ୍। ତାପରେ କଂକ୍ରିଟର ଅର୍ଥ ଆପଣ କ'ଣ ଏଠି ମାନେ ଗୋଟେ ହେଇପାରେ ନା ଅଧିକ ହେଇପାରେ ସେ ଦେଇଛି। ଆଉ ଆମେ ଏଠି ଲେଖିଛେ ନାହିଁ ଅଧିକ ବି ହେଇପାରେ, ଯୋଉଟାକି ମାନେ କିଛି ଗୋଟେ ବିଲ୍ଡିଂର ତିଆରି କଂକ୍ରିଟ ସେଇଟା ବୁଝିପାରୁ। ଆମେ ଯେମିତିକି ଛାତ ହରିକା ପକେଇଲା ବେଳେ ଆମେ ତାକୁ କଂକ୍ରିଟ କହୁ, ଆଉ କିଛି ଗୋଟେ ଜିନିଷ ରିଅଲ ଜିନିଷ ହେଲେ କଂକ୍ରିଟ ଡାଟା ବୋଲି ଆମେ କହୁ, ଏଇ ଟାଇପ୍ର। ତାପରେ ଦେଇଛି ଦେଖନ୍ତୁ କୋଶ୍ଚିନ୍ ଆନ୍ସରକୁ ଯିବା ଆମେ। କୋଶ୍ଚିନ୍ ଆନ୍ସରରେ କ'ଣ ଅଛି ନା ଏଇଟା ପ୍ରଥମରୁ ଆରମ୍ଭ ହେଉଛି। ସେ କ'ଣ କହୁଛି ନା ଏଠି ଶୂନ୍ୟ ସ୍ଥାନ ପୂରଣ କରିବାକୁ ସେ ଆପଣଙ୍କୁ ଦେଇଛି। ଦେଖନ୍ତୁ 8ଟି ଜାଗା ଖାଲି ଅଛି, ଗୋଟେ ପ୍ୟାସେଜ ଦେଇଛି। ସେ ପ୍ୟାସେଜରେ କ'ଣ ହେଇଛି ମାନେ 8ଟି ଜାଗା ଖାଲି ଅଛି। ଆପଣ କ'ଣ କରିବେ, ଏ ପୋଏମ୍ ଅନୁସାରେ ପୋଏମ୍ ରିଲେଟେଡ୍ ୱାର୍ଡ ଗୁଡ଼ିକ ଆପଣ କ'ଣ କରିବେ ନା ଏଇ ଜାଗାରେ ବସେଇବେ। ବୁଝିପାରିଲେ, ଶୂନ୍ୟ ସ୍ଥାନରେ ଆପଣ ତାକୁ ପୂରଣ କରିବେ। ସେ ଶୂନ୍ୟ ସ୍ଥାନରେ ଯେଉଁ ପୂରଣ କରିବା 8ଟା ଦେଇଛି। ଦେଖନ୍ତୁ ଏଠି ତ ଛୋଟ ଛୋଟ ଅକ୍ଷର ହେଇଯିବ, ଲେଖି ହେବନି, ତେଣୁ ମୁଁ ତଳେ ଲେଖିଦେଇଛି। ଆପଣ ତାକୁ କ'ଣ କରନ୍ତୁ, ପ୍ରଥମେ ଷ୍ଟୋନ୍ସ ହବ, ପାଥ୍ ହବ, ଏମିତି ସବୁ ଦେଇଛି। ଦେଖନ୍ତୁ 8ଟା ପର୍ଯ୍ୟନ୍ତ ଷ୍ଟାଣ୍ଡିଂ ଲଭଲି ଫ୍ଲାୱାର ଏମିତି ହେଇକି ଆପଣ ତାକୁ କ'ଣ କରନ୍ତୁ, ଯୋଉଟା ଜାଗାରେ ତାକୁ ପୂରଣ କରିନିଅନ୍ତୁ। ତାପରେ ଆମେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ପରବର୍ତ୍ତୀ ପ୍ରଶ୍ନ କ'ଣ ରହିଛି ଆମର, ସେ ଦେଇଛି ଯେ ସିଲେକ୍ଟ ଦ କରେକ୍ଟ ଅପସନ୍ ଟୁ ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ଫର୍ ଦ ଫଲୋଇଂ ସେଣ୍ଟେନ୍ସେସ୍। ଆମର କରେକ୍ଟ ଅପସନ୍ କୋଉଟା ହବ ଦେଖନ୍ତୁ, ଏଇଟା ଅଛି। ଏଇଟାକୁ ଆମେ ଏଇଥିରୁ କୋଉ 3ଟା ଏଠି ୟୁଜ୍ ହବ, ଆପଣ ତାକୁ ଏ ନହେଲେ ବି ନହେଲେ ସି ନହେଲେ ଡି, ଏଇଥିରୁ କୋଉଟା ଠିକ୍ ହବ ଆପଣ ତାକୁ କ'ଣ କରିବେ ସେଇଠି ଲେଖିବେ। ଆମର ଠିକ୍ ହବ ଡିଟା। ଡି ଆନ୍ସରଟି ହେଉଛି ଆମର ଠିକ୍, ମାନେ ପ୍ରଥମେ ଡବଲ ଆଇ ତାପରେ ଆଇ ଭି ତାପରେ କ'ଣ ରହୁଛି ଭି ରହୁଛି। ସେଇ ଆନ୍ସରଟିକୁ ଆପଣ କ'ଣ କରିବେ ନା ସେଠି ଲେଖିବେ। ଆନ୍ସର କୋଉଟା ଡି ହେଉଛି ତାର ଆନ୍ସର, ବୁଝିପାରିଲେ। ଡବଲ ଆଇ ତାପରେ ଆଇ ଭି ତାପରେ କ'ଣ ଭି, ଏଇଟାକୁ ଆପଣ ଏଇଠି ଡିଟାକୁ ଲେଖିବେ। ତାପରେ 2 ନମ୍ବର ଅଛି ଦ ସ୍ପିକର ଇନ୍ ଦ ପୋଏମ୍ ଇଜ୍ କିଏ, ମାନେ ଏଠି କିଏ କହୁଛନ୍ତି ନା ସେ ହେଉଛନ୍ତି ଡବଲ ଆଇ ଦ ପୋଏଟ୍, ପୋଏଟ୍ ହିଁ ହେବ। ତାପରେ 3 ନମ୍ବର ବୁଝିଲେ, ପୋଏଟ୍ଟା ଲେଖିବେ। ଏଠି ମୁଁ ତଳେ ବି ଲେଖିଦେଇଛି। ଦେଖନ୍ତୁ ଆମର ଆନ୍ସର ଗୁଡ଼ିକ ଟିକେ ଡାର୍କ ଲେଟରରେ ଲେଖିଛି, ଆଉ ପ୍ରଶ୍ନ ଗୁଡ଼ିକୁ ଟିକେ ହାଲକାରେ ଲେଖିଛି। ସେମିତି ଆମର 3 ନମ୍ବରର ଆନ୍ସରଟି ହେଉଛି କୋଉଟା ନା ଆଇ, ଯୋଉଟାକି ଆମର ଉପର ଅପସନଟି, ଆଉ 2 ନମ୍ବର ଆନ୍ସର ହେଉଛି ଡବଲ ଆଇ। ବୁଝିଲେ, ଏଇ 2ଟା ଆପଣ ସେଇ ଜାଗାରେ କ'ଣ କରିବେ ଶୂନ୍ୟ ସ୍ଥାନରେ ପୂରଣ
କରିନେବେ। ତାପରେ ଯିବା ଟ୍ରିପଲ ଆଇର ଆନ୍ସର କ'ଣ ଦେଇଛି ଦେଖନ୍ତୁ। ସେଠି ଦୁଇଟା ପ୍ରଶ୍ନ ଦେଇଛି, 1 ନମ୍ବର 2 ନମ୍ବର ଦେଇଛି। ସେ କ'ଣ କହିଛି, ଚୁଜିଂ ଦ କରେକ୍ଟ ଆନ୍ସର ଗିଭେନ୍ ଇନ୍ ଦ ବାସ୍କେଟ୍ସ ହେଲା। ଆମେ କ'ଣ କରିବା, ଏଠି ଦୁଇଟା ଦେଖନ୍ତୁ ଦେଇଛି, ବେଶୀ ଦେଇନି, ଦୁଇଟା ଲେଖା ଅପସନ୍ ଦେଇଛି। ଏ ଦୁଇଟା ଅପସନ୍ରୁ ଆପଣଙ୍କର ଠିକ୍ କେଉଁଟା ଆପଣ ତାକୁ ଏଇ ଯେଉଁ ମାନେ ଶୂନ୍ୟ ସ୍ଥାନ ଦେଇଛି ସେ ଶୂନ୍ୟ ସ୍ଥାନରେ ଆପଣ ତାକୁ ଲେଖିବେ। ବୁଝିପାରିଲେ? ଏଇଟା ତ ଏତେ ଛୋଟ ଛୋଟ ଅକ୍ଷର, ଏତେ ଲମ୍ବା ଲମ୍ବା ବାକ୍ୟ ଧରିବନି। ଏଇଟା ଖାତାରେ ହିଁ ଲେଖିଲେ ହେବ, ବହିରେ ଆପଣ ଲେଖିବାକୁ ଚେଷ୍ଟା କରନ୍ତୁନି, ଚେଷ୍ଟା କଲେ ଧରିବ ନାହିଁ। ଏଇଟା ଦେଖନ୍ତୁ 1 ନମ୍ବର, ଏଇଟା 2 ନମ୍ବର ଆନ୍ସର ମୁଁ ଏଠି ଲେଖି ନେଇଛି। ଆଉ ଆପଣ ତାକୁ ଲେଖି ନିଅନ୍ତୁ। ଆଉ ଥରେ ମୁଁ ଆପଣଙ୍କୁ ରାଇଟ୍ ମାରିକି ଦେଖେଇ ଦେଉଛି ଏବେ କେଉଁଟା କେଉଁଟା ହେବ। ପ୍ରଥମ ଏଇଟା ହେବ, ଆଉ ଦ୍ୱିତୀୟରେ 2 ନମ୍ବରଟା ହେବ ହେଲା। ତାପରେ ଦେଇଛି ବିନ୍ଦୁ ଦେଖେଇଦେଲି, ସେଇ ଜାଗାରେ ଆପଣ ଲେଖିବେ। ତାପରେ ଆଇଭି ଦେଖିବା। ଆଇଭିର ଆନ୍ସର କ'ଣ ହେବ ଦେଇଛି, ଆଇଡେଣ୍ଟିଫାଏ ଦ ଲାଇନ୍ ଦ୍ୟାଟ୍ ଇଜ୍ ରିପିଟେଡ୍ ଇନ୍ ଦ ପୋଏମ୍ ଇନ୍ ଇଚ୍ ଷ୍ଟାଞ୍ଜା। କେଉଁ କେଉଁ ଲାଇନ୍ ଗୁଡ଼ିକ ରିପିଟ୍ ହେଇଛି ଆମର ପୋଏମ୍ରେ, ଏ ଦୁଇଟା ମୁଁ ଲେଖିଛି। ଆପଣ ଚାହିଁଲେ ଅଲଗା ବି ଖୋଜିକି ଲେଖିପାରିବେ, ଯେଉଁଟା ରିପିଟ୍ ହେଇଛି ମାନେ ବାରମ୍ବାର ୟୁଜ୍ ହେଇଛି, ବାରମ୍ବାର ସେଇ ସମାନ ସମାନ ୱାର୍ଡ ଗୁଡ଼ିକ କ'ଣ ହେଇଛି କବିତାଟିରେ ରିପିଟ୍ ହେଇଛି। ଭିରେ କ'ଣ ଅଛି ଦେଖନ୍ତୁ ନା, ଭିରେ କହୁଛି ମାନେ କିଛି ୱାର୍ଡ ଅଛି ବା ଫ୍ରେଜ୍ ଅଛି ଯେଉଁଟାର ସାଉଣ୍ଡ, ତା ମାନେ ସାଉଣ୍ଡ କ'ଣ ହେଉଛି ନା ଆମକୁ ସେମ୍ ସେମ୍ ପରିକା ଶୁଭୁଛି। ବୁଝିଲେ? ଶୁଣିଲା ବେଳେ ସେମ୍ ଶୁଭୁଛି, ସେଇ ଟାଇପ୍ର ଯାହା ଅଛି କବିତାରେ ଆପଣ ତାକୁ ଖୋଜନ୍ତୁ। ଏଇଟା ମୁଁ 2-3ଟା ଖୋଜିକି ଏଠି ଲେଖିଛି ଦେଖନ୍ତୁ। ଆମର ଆପଣ ଏଇ 3ଟା ଲେଖିପାରିବେ, ଚାହିଁଲେ ଆହୁରି ବାହାରିବ, ଆହୁରି ମଧ୍ୟ ଆପଣ ଲେଖିପାରିବେ। ତାପରେ ଦେଇଛି ମାନେ କଣ୍ଟ୍ରାଷ୍ଟ କେଉଁଟା, ମାନେ କଣ୍ଟ୍ରାଷ୍ଟକୁ କେଉଁଟା ଏକ୍ସପ୍ଲେନ୍ କରୁଛି ସେଇଟା ମୁଁ ଲେଖିଛି ଏଇଠି। ଆପଣ ତାକୁ ମଧ୍ୟ ଦେଖିଦେଇ କ'ଣ କରନ୍ତୁ, ଲେଖିନିଅନ୍ତୁ ହେଲା। ତାପରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଏଇଠି ତ ସରିଗଲା ଆମର କ'ଣ ରହିଛି ଏଇଟା ଦେଖନ୍ତୁ, ଭି ଟ୍ରିପଲ ଆଇ। ଭି ଟ୍ରିପଲ ଆଇରେ ଦେଇଛି ଆମର କ'ଣ ହେଉଛି ନା, ଗୋଟେ ଶବ୍ଦ ଥିବ କିନ୍ତୁ କ'ଣ ହୁଏ ନା ତାର ଡିଫରେଣ୍ଟ ମିନିଂ ପଳେଇ ଆସେ। ଯେମିତି ଗୋଟେ ଅଛି କ'ଣ, ଟୁ ଟାୟାର୍ଡ, ତାକୁ ଠୁ ଟାୟାର୍ଡ ବି ଶୁଭେ ଆପଣ ମାନେ ଆମେ ଶୁଣିଲା ବେଳେ ବେଳେ ସେମିତି ହୁଏ। ଆଉ କ'ଣ ହେଇଛି ଯେମିତିକି ଆମର ଗୋଟେ ଦେଇଛି, ଦ ଲାଇବ୍ରେରିଆନ୍ ଇଜ୍ ଅଲୱେଜ୍ ବୁକ୍ଡ। ବୁକ୍ଡ ମାନେ ଏଇଠି କ'ଣ ହେଇଛି ନା, ଗୋଟେ ହେଉଛି ମାନେ ବହୁତ ଗୁଡ଼େ ବହି ଅଛି ତାଙ୍କ ପାଖରେ, ଆଉ ଗୋଟେ କ'ଣ ତାଙ୍କୁ ପୁରା ବୁକ୍ କରାଯାଇଛି, ମାନେ ତାଙ୍କୁ ପୁରା ରଖା ହେଇଯାଇଛି କାମରେ, ଏଇ ଟାଇପ୍ର ଅଛି। ସେଇଟା ତାର ଆନ୍ସର ହେଉଛି। ତାପରେ ଲେଟ୍ ଅସ୍ ଥିଙ୍କ୍ ଆଣ୍ଡ ରିଫ୍ଲେକ୍ଟରେ ଅଛି। ସେ କ'ଣ ନା ଏଠି ଦେଇଛି ସେଇ କବିତାରୁ ହିଁ ଆମର ଅଛି, ଏଇଟା ବାହାରୁ ଦେଇନି କବିତାଟା, କବିତାରୁ ହିଁ 6 ଲାଇନ୍ ଦେଇଛି ଦେଖନ୍ତୁ। ଆଉ ତଳେ କ'ଣ ଦେଇଛି, ପ୍ରଶ୍ନ ଗୁଡ଼ିକ ଦେଇଛି। ଆପଣ ଆମେ ସେ ପ୍ରଶ୍ନ ଗୁଡ଼ିକୁ କ'ଣ କରିବା, ତାର ଆନ୍ସର ଏଠି ଆମେ ଲେଖିବା। ବୁଝିପାରିଲେ? ଫାଷ୍ଟ ଆଇ ଯେଉଁଟା ଆମର, ଆଇର ଆନ୍ସର କ'ଣ ହେବ ନା, ସେ ଦେଇଛି, ସେ କ'ଣ କହିଛନ୍ତି ନା ଆମର ଯିଏ ଏଠି କବିତାରେ ଯେଉଁ ମହିଳା ଜଣକ ଅଛନ୍ତି ସେ କ'ଣ କରୁଛନ୍ତି ନା, ତାଙ୍କୁ ଫୁଲ ବଗିଚା ଭଲ ଲାଗୁନି, ତାଙ୍କୁ ପଥରରେ ମାନେ ସୁନ୍ଦର ସୁନ୍ଦର ପଥରରେ ସଜେଇଥିବା ବଗିଚାଟି ଭଲ ଲାଗୁଛି। ସେଇଟା ତେଣୁ ଆମେ ଏଠି ଲେଖିଛି ଦେଖନ୍ତୁ। ମୁଁ ଆନ୍ସରଟାକୁ ଟିକେ ହାଲକା ରଙ୍ଗରେ ଲେଖିଛି, ଆଉ ପ୍ରଶ୍ନଟାକୁ ଟିକେ ଡାର୍କ କଲର କରିଛି। ଆପଣ ଏଇ ହାଲକା ରଙ୍ଗରେ ଯେତିକି ଅଛି ତାକୁ ହିଁ ଲେଖନ୍ତୁ। ତାପରେ 2 ନମ୍ବର କହିଛି, ଏଇଟା ଟ୍ରୁ କି ଫଲ୍ସ ଲେଖନ୍ତୁ। ତାର ଏଇଟା ତ ଠିକ୍ ଅଛି, ତେଣୁ ଆମେ ଟ୍ରୁ ଲେଖିବା, ତା ଆନ୍ସର କେବଳ ଟ୍ରୁ। ଆଉ 3 ନମ୍ବର ହିନ୍ଦୀ ଦେଇଛି। 3 ନମ୍ବର ଆନ୍ସର ଦେଖନ୍ତୁ। ମୁଁ ସବୁବେଳେ କ'ଣ କରିଛି ନା, ଆନ୍ସର ଗୁଡ଼ିକୁ ହାଲକା ରଙ୍ଗ ଦେଇଛି, ଆଉ ପ୍ରଶ୍ନ ଗୁଡ଼ିକୁ କ'ଣ କରିଛି ଡାର୍କ ଲେଖିଛି। ତେଣୁ ଏଇ ହାଲୁକା କଲରଟାକୁ ଆପଣ ଲେଖିଦିଅନ୍ତୁ, ଯେଉଁଠୁ ଯେଉଁ ଯାଏ ମୁଁ ଆପଣଙ୍କୁ ଦେଖାଉଛି ସେଇ ଯାଏ ଲେଖନ୍ତୁ। ତାପରେ ଆଇଭିର ଆନ୍ସର ମଧ୍ୟ ସେଇଟା ସେୟା ରହିବ। ଏ ତାର ଆନ୍ସର ରହିବ, ଯେହେତୁ ABCD ସବୁ ଥିଲା, ଆଉ ଆପଣ ଏଇଥିରୁ ଏଇ ଯାଏ ତାର ଆନ୍ସର ହେବ, ଲେଖିନିଅନ୍ତୁ। ତାପରେ ଯିବା ଆମର ଏଇଟା ହେଉଛି ବହିର ପ୍ରଶ୍ନ, ମାନେ ବହିର ବିଷୟ ଆଧାରିତ ଏଇ ପ୍ରଶ୍ନ ଗୁଡ଼ିକ ରହୁଛି। 5ଟା ପ୍ରଶ୍ନ ଅଛି। এই 5ଟା ପ୍ରଶ୍ନର ଉତ୍ତର କ'ଣ କରିବା ନା, ଆମେ ତଳେ ତଳେ ଲେଖିବା। ଆନ୍ସର ଗୁଡ଼ିକୁ ବେଶୀ ଲେନ୍ଦି କରିବାକୁ ଚେଷ୍ଟା କରିନି, ସର୍ଟରେ ଲେଖିବାକୁ ଚେଷ୍ଟା କରିଛି। ଦେଖନ୍ତୁ 1 ନମ୍ବର ପ୍ରଶ୍ନର ଉତ୍ତର କ'ଣ ରହୁଛି, ଏତିକି ହିଁ ତା 2 ଧାଡ଼ିରେ ଲେଖିଛି, ବେଶୀ ଲେଖିନି। ସେମିତି 2 ନମ୍ବର ଆନ୍ସର ବି ସେଇ 2 ଧାଡ଼ି। ବୁଝିଲେ? ସର୍ଟରେ ଆନ୍ସର ଗୁଡ଼ିକୁ ଦେବାକୁ, କିନ୍ତୁ ଦେଖନ୍ତୁ ଭୁଲ ନୁହେଁ ଆନ୍ସର, ଏଗୁଡ଼ିକ ହିଁ ତାର ଆନ୍ସର, କିନ୍ତୁ ୟାକୁ କ'ଣ କରାହେଇଛି ନା ସର୍ଟରେ ଲେଖା ହେଇଛି। ଯେତେ ଆମେ ଲମ୍ବେଇକି ଲେଖିପାରିବା, ଚାହିଁଲେ ଗୋଟେ ମାନେ ପ୍ରଶ୍ନର ଉତ୍ତର ଆମେ ବହୁତ ଲମ୍ବା କରିକି ଲେଖିପାରିବା, ବହୁତ ସର୍ଟରେ ବି ଲେଖିପାରିବା, କିନ୍ତୁ ଆନ୍ସର ଠିକ୍ ଆସୁଥିବ। ମାନେ ଯାହା ପ୍ରଶ୍ନ ଚାହିଁଛି ତାର ଉତ୍ତର ସେଇଆ ଲେଖା ହେଇଛି, ସେଇ ଅନୁସାରେ
କିନ୍ତୁ ତାକୁ ଲମ୍ବା ଯାଇନି ବେଶୀ, କାରଣ ଯେହେତୁ ଇଂଲିଶ ଟିକେ ରହୁଛି ବହୁତ ଗୁଡ଼ିଏ ବେଶୀ ବଡ଼ ହୋଇଗଲେ ଆନ୍ସର ଗୁଡ଼ିକ ଷ୍ଟୁଡେଣ୍ଟମାନଙ୍କ ପାଇଁ ଯେତେବେଳେ ଆପଣ ତାକୁ ଗାଇଡ଼ କରୁଛନ୍ତି, ସେମାନେ ଲେଖୁଛନ୍ତି, ସେମାନଙ୍କୁ ବି ପ୍ରୋବ୍ଲେମ୍ ହେବ ବହୁତ ଗୁଡ଼ିଏ ୱାର୍ଡ଼ ମନେ ରଖିଲା ବେଳେ। ଏଇଟା 4 ନମ୍ବର ଆନ୍ସର ସେତିକି ରହୁଛି। ପ୍ୟାରେଣ୍ଟସ୍ ହିସାବରେ ଆପଣମାନଙ୍କୁ ସଜେସନ୍ ରହିବ, ଆପଣ ଷ୍ଟୁଡେଣ୍ଟକୁ ସଠିକ୍ ଆନ୍ସର ପ୍ରୋଭାଇଡ଼ କରନ୍ତୁ। ଆଉ ବେଶୀ ଲେଙ୍ଗଦି ଲେଖିବା କିଛି ଜରୁରୀ ନାହିଁ, ଆପଣଙ୍କୁ କମ୍ ଲେଖିଲେ ବି ମାର୍କ ମିଳିବ ଯଦି ଆପଣ ଠିକ୍ ଆନ୍ସର ଲେଖିଛନ୍ତି। 2ରୁ 2 ବି ଆପଣ ପାଇବେ, କିନ୍ତୁ ବହୁତ ଲମ୍ବା ଲେଖିଦେଇଥିବେ କିନ୍ତୁ ଆନ୍ସର କିଛି ନଥିବ, ଯାହା ଚାହୁଁଛି ପ୍ରଶ୍ନ ସେୟା ନଥିବ ଯଦି ଆପଣଙ୍କୁ ସେଥିରେ ବି ଶୂନ ଦିଆଯିବ। ତାପରେ ଯିବା, ସେ କ'ଣ ଦେଇଛି ନା ଦେଖନ୍ତୁ, ଆମର ଏଇ ଯେଉଁ ୱାର୍ଡ଼ ଗୁଡ଼ିକ ଅଛି, ଏଇ ୱାର୍ଡ଼ରୁ କେଉଁଟା ତାର କ'ଣ କରେକ୍ଟଲି ରିପ୍ଲେସ୍ କରୁଛି, ବୁଝିଲେ, ସେ ଅଣ୍ଡରଲାଇନ୍ ୱାର୍ଡ଼ଟାକୁ, ମାନେ ସେ ୱାର୍ଡ଼ର ମିନିଂ ଆଉ କେଉଁଟା ହେଇପାରିବ ସେଇ ଅନୁସାରେ ଦେଖନ୍ତୁ। 1 ନମ୍ବର ଏଇଟା ହେବ ଦେଇଛି। 2 ନମ୍ବର ଆନ୍ସର ଗୁଡ଼ିକ ମୁଁ ଲେଖିଦେଇଛି ଡାର୍କ କଲରରେ ଦେଖନ୍ତୁ। 3 ନମ୍ବରର ଠିକ୍ ବି ମାରିକି ଆପଣଙ୍କୁ ଦେଖାଇ ଦେଉଛି କେଉଁଟା ହେବ, 4 ନମ୍ବରର କେଉଁଟା ହେବ, ବୁଝିଲେ। ଏଗୁଡ଼ିକ ସବୁ ତାର ହେଉଛି ଆନ୍ସର ଗୁଡ଼ିକ। ଆପଣ ଏଇଟାକୁ ଦେଖି ଦେଖି ଲେଖିନେବେ। ତାପରେ ଆନ୍ସର ଗୁଡ଼ିକୁ ସବୁବେଳେ ମୁଁ ତଳେ ଆଉଥରେ ଲାଗେ ଲେଖିଦେବାକୁ ଚେଷ୍ଟା କରିଛି, କାରଣ ବହିର ଅକ୍ଷର ଗୁଡ଼ିକ ବହୁତ ସର୍ଟ ଛୋଟିଆ ରହୁଛି, ତା ଉପରେ ଲେଖିଲା ବେଳକୁ ସେଇଟା ପ୍ରୋବ୍ଲେମ୍ ହେଉଛି। ଏଇଟା କ'ଣ ଦେଇଛି ଦେଖନ୍ତୁ, ଏଇଟା 3ଟା କଲମ ଦେଇଛି 1 2 3 କରିକି, ହେଲା। 1ରେ କ'ଣ ଦେଇଛି ନା ତାର ଡେଫିନେସନଟି ଦେଇଛି, 1ରେ କ'ଣ ଦେଇଛି ନା ତାର ଇନଷ୍ଟ୍ରୁମେଣ୍ଟଟାକୁ ଦେଇଛି, 2ରେ ତାର ଡେଫିନେସନ ଦେଇଛି, ଆଉ 3ରେ କ'ଣ ଦେଇଛି ନା କେତେଟା ଏକ୍ଜାମ୍ପଲ ଦେଇଛି, ଆଉ କେତେଟା ଏକ୍ଜାମ୍ପଲ ଆପଣ ଲେଖିବେ ବୋଲି ସେ ଆପଣଙ୍କୁ କହିଛି ଏଠି, ବୁଝିଲେ। ମୋର ଏକ୍ଜାମ୍ପଲ ଆପଣ ଲେଖିବେ, ସେ 1 2ଟା ଦେଇଛି, ଆପଣ ଆଉ 2 3ଟା ଏକ୍ଜାମ୍ପଲ ସେଥିରେ ଲେଖିବେ। ଆଉ 1 2କୁ ତାମାନେ କସ୍ତମ ଖସ୍ତମ ଯୋଡ଼ିଲା ପରିକା ଆପଣ କରିବେ, କିନ୍ତୁ 3 ନମ୍ବରଟା ସେମ୍ ରହିବ, ଆଉ 2 4ଟା ଆପଣ ନିଜ ମନରୁ ଆପଣ ଲେଖିବେ। ଏଇଟା ଯେମିତିକି ଦେଖନ୍ତୁ 1 ହେଉଛି ଇମ୍ପ୍ଲିମେଣ୍ଟର ହେବ କେଉଁଟା ନା ତାର ଠିକ୍ ହେଉଛି ସମଥିଙ୍ଗ ଦ୍ୟାଟ୍ ୱାର୍କସ୍ ଅନ୍ ବିଙ୍ଗ ମୁଭଡ୍ ବାଇ ହ୍ୟାଣ୍ଡ, ହେଲା। ଏଥିରେ ସବୁ ସେ ଦେଇଥିଲା 2ଟା ଏକ୍ଜାମ୍ପଲ, ଆମେ ଏଠି ଆଉ କ'ଣ କରିଛୁ, ଆଉ ଏକ୍ଜାମ୍ପଲ 2ଟା ଲେଖିଛୁ, ବୁଝିପାରିଲେ। ଏଇଟା ଏମିତି ସିଧା ଆପଣ ଲେଖିପାରିବେ, ବହୁତ ସୁନ୍ଦର ରହିବ ନା। ଆଉ ଥରେ ଏମିତି ଗାର ଟାଣିକି ବି ମୁଁ ଆପଣଙ୍କୁ ଦେଖେଇ ଦେଉଛି କେମିତି ହେବ। ଦେଖନ୍ତୁ 1ର ହେଉଛି କେଉଁଟା ନା 3 ନମ୍ବର ସହିତ 1ଟା ରହୁଛି। ଆପଣ 1କୁ 3କୁ ଆପଣ କ'ଣ କରିବେ, ସିଧା ଲେଖୁଛନ୍ତି। ଆଉ ଯେଉଁ 3 ନମ୍ବରରେ ଅଛି ଦେଖନ୍ତୁ, ସେଠି ଆପଣ କ'ଣ କରୁଛନ୍ତି, ଆଉ 2ଟା 3ଟା ଏକ୍ଜାମ୍ପଲ ଆପଣଙ୍କ ଇଚ୍ଛା ଯାହା ଲେଖିପାରିବେ। ମୁଁ 2ଟା 3ଟା ଲେଖିଛି ମୋ ହିସାବରେ, ଆପଣ ଯଦି ଚାହୁଁଛନ୍ତି ଆଉ କ'ଣ ଜାଣିପାରୁଛନ୍ତି, ଆଉ 2ଟା 3ଟା ଆପଣ କ'ଣ କରିବେ ଲେଖିପାରିବେ। ସେମିତି 2 ନମ୍ବରଟା ହେଉଛି କାହା ସହିତ ନା ଭି ସହିତ ରହୁଛି। ସେମିତି ଆଉ 2 3ଟା ମୁଁ ହାମର ସେ ଦେଇଛି, ଆମେ ଆଉ 2 3ଟା ଟୁଲର ଲେଖିପାରିଲେ, ଯେମିତିକି ଆମର ସ୍କ୍ରୁ ଡ୍ରାଇଭର ଲେଖିଲେ, ବୁଝିପାରିଲେ। ଏମିତି 3 ନମ୍ବର ଇକ୍ୱିପମେଣ୍ଟ ଦେଇଛି, ଇକ୍ୱିପମେଣ୍ଟର ଆଇଭି ସହିତ ସେଇଟା ସମାନ ହେଉଛି, ତେଣୁ ଆଇଭି ସହିତ ଆମେ ଯୋଡ଼ିଲେ, ଆଉ ଯାହା ତାର ଆଉ ଏକ୍ଜାମ୍ପଲ ଫୁଟବଲ ହେରିକା ମୁଁ ଲେଖିଲି। 4 ନମ୍ବରଟା ସେ ସମାନ, 5 ନମ୍ବରଟା ବି ସେୟା ଲେଖିଲେ, ବୁଝିଲେ। ଏମିତି ଆପଣ ତାକୁ ଲେଖିପାରିବେ। ସେମିତି ଏଇଟା ଦେଇଛି ଦେଖନ୍ତୁ, କଲମ 1ରେ ୱାର୍ଡ଼ ଦେଇଛି, ଆଉ ତାର ମିନିଂ ଦେଇଛି କଲମ 2ରେ। କିନ୍ତୁ କ'ଣ କରିଛି ନା 1ରୁ ଗୋଟିଏ ଏକ୍ଜାମ୍ପଲ ସେ ଆପଣଙ୍କୁ କରିକି ଦେଖେଇଛି, ଆଉ 3ଟା କ'ଣ କରିଛି ଛାଡ଼ି ଦେଇଛି, ବୁଝିଲେ। କ'ଣ ଦେଇଛି ମାନେ ଆମର ଦେଇଛି ଯେ ମାନେ ଗୋଟେ ଫସଲ ଯେଉଁଟାକୁ ଆମେ କ'ଣ କରୁଛେ ରାନ୍ଧିକି ଖାଉଛେ, ସେଇଟା କ'ଣ ହେବ ନା ନିହାତି ଭାତ ହେବ। ଭାତ ଆମେ ଖାଉଛେ ରାନ୍ଧିକି, ଆମେ ଏଟାକୁ ଲେଖିଲେ ଏଠି ରାଇସ୍, ସେଇ ଜାଗାରେ ଆପଣ ଲେଖିବେ। ମୁଁ ଏମିତି ବି ଲେଖିଦେଇ ପାରିଥାନ୍ତି, କିନ୍ତୁ କ'ଣ ହେଉଛି ଦେଖନ୍ତୁ, ମୁଁ ଲେଖିଲା ବେଳକୁ ସେ ସି କେଉଁଟା, ଇ କେଉଁଟା, ଭି କେଉଁଟା କ୍ଲିଅରରେ ଦିଶୁନାହିଁ। ତେଣୁ ମୁଁ କ'ଣ କରୁଛି ନା ତାକୁ ଆଉଥରେ ତଳେ ଲେଖିଛି। ନିହାତି ଆପଣଙ୍କୁ ଦେଖିଲା ବେଳକୁ କ'ଣ ମୁଁ ସି ଲେଖୁଛି ନା ଭି ଲେଖୁଛି ନା ୟୁ ଲେଖୁଛି, ଆପଣଙ୍କୁ ପ୍ରୋବ୍ଲେମ୍ ହେବ ଜାଣିଲା ବେଳକୁ। ତାପରେ ଏଗୁଡ଼ା ଦେଖନ୍ତୁ ସେମିତି ଦେଇଛି ହିଟ୍ ସମଥିଙ୍ଗ, ସେଇଟା କ'ଣ ହେବ ନା ବଏଲ୍ ହେବ, ବଏଲ୍ ମାନେ ଗରମ। ସେମିତି ୱାର୍କ ଭେରି ହାର୍ଡ଼ କ'ଣ ହେବ, ବୁଝିପାରିଲେ। ଏଗୁଡ଼ା ସବୁ ଆପଣ ଏମିତି ଲେଖିଦେବେ ସେଇ ଜାଗାରେ। ମୁଁ ଏଠି ଲେଖିକି ତାକୁ ଦେଖେଇ ଦେଇଛି। ଏଇଟା ଟୋଟାଲି ଟିଚରଙ୍କର କାମ। ଆମର ୱାଣ୍ଡରଫୁଲ୍ ରକ୍ ଗାର୍ଡେନ୍ ଅଫ୍ ଚଣ୍ଡିଗଡ଼, ଯେଉଁଟାକି ଆମର ତା ଉପରେ ଗୋଟେ ପ୍ରେଜେଣ୍ଟେସନ୍ କରିକି ଛୁଆମାନଙ୍କୁ ତା ବିଷୟରେ ଟିକେ ବୁଝାବୁଝି କରିବେ, ଏବଂ ତାପରେ ଏଇ ପ୍ରଶ୍ନ ଗୁଡ଼ିକର ଆନ୍ସର ଦେବେ। ତା ସହିତ କ'ଣ ହେଉଛି ନା ଆମର ସେ ବୁକ୍ର ଆମର 47 ପେଜ୍ରେ ବି ଗୋଟେ ବିଷୟ ଅଛି, ମାନେ ଏଇ ରକ୍ ଗାର୍ଡେନ୍ ବିଷୟରେ ଆଉ ଟିକେ ଡିସ୍କ୍ରାଇବ୍ କରିକି ଦେଇଛି ଗୋଟେ ପେଜ୍ଟେ। ସେଇ ପେଜ୍ଟାକୁ ପଢ଼ିକି କ'ଣ କରିବେ ନା ଏଇ ବହିର ପେଜ୍ ଯେଉଁ 47 ନମ୍ବର ଅଛି, ସେ 47 ନମ୍ବର ପେଜ୍ଟିକୁ ପଢ଼ିବେ ଏବଂ ଏଇ 5ଟା ଯାକ ପ୍ରଶ୍ନର ଉତ୍ତର
ବାହାର କରିବେ। ସେଇ ପେଜ୍ରୁ ହିଁ ବାହାରିବ ତାର ଉତ୍ତରଟା, ବୁଝିଲେ। ଏଇଟା ଗୋଟେ ଡାକ ଟିକେଟ୍ ଦେଖନ୍ତୁ। ଡାକ ଟିକେଟ୍ରେ ସେଇ ଗାର୍ଡେନ ବିଷୟରେ ବାହାରିଥିଲା, ମାନେ ଷ୍ଟାମ୍ପଟେ ହେଇଛି। ସେଇ ଅନୁସାରେ କ'ଣ ହେବ ନା ଏଇ ପ୍ରଶ୍ନର ଉତ୍ତର ଦେଖନ୍ତୁ। 1 ନମ୍ବର କ'ଣ, ତାର ଆନ୍ସର ହେଉଛି ଇଣ୍ଡିଆନ୍ ପୋଷ୍ଟେଜ ଷ୍ଟାମ୍ପ, ମାନେ ପୋଷ୍ଟାଲ ଷ୍ଟାମ୍ପରେ ସେଇ ଗାର୍ଡେନର ଛବି ରହିଛି। ଆମର 5ଟା ଯାକ ପ୍ରଶ୍ନର ଉତ୍ତର ଏଇଠି ମୁଁ ଲେଖି ନେଇଛି, ଆପଣ ତାକୁ ଦେଖି ଦେଖି ଲେଖି ନିଅନ୍ତୁ। ତା ସହିତ ଦେଖନ୍ତୁ ସେଇ ଗାର୍ଡେନରେ ଯେହେତୁ ତାର ମାନେ ସବୁ ୱେଷ୍ଟ ମ୍ୟାଟେରିଆଲକୁ ନେଇକି ଗୋଟେ ଏତେ ସୁନ୍ଦର ଗାର୍ଡେନ ସେ ତିଆରି କରିପାରିଛନ୍ତି, ସେଥିପାଇଁ ବହୁ ଜାଗାରୁ ପୁରସ୍କୃତ ମଧ୍ୟ ହେଇଛନ୍ତି। ଷ୍ଟୁଡେଣ୍ଟମାନଙ୍କୁ ଏ ବିଷୟରେ ଅଧିକ ବିବରଣୀ ମଧ୍ୟ ଆପଣ ପ୍ରଦାନ କରିବେ। ତାପରେ ଦେଇଛି ଏଗୁଡ଼ା କ'ଣ, ଲେଟ୍ସ ସ୍ପିକ୍, ଏଇଟା କହିବେ, ଆପଣ କହିବା ପ୍ରାକ୍ଟିସ୍ କରିବେ। ଆଉ ଏଇଟା ଲେଖିବା ନୁହେଁ, ଏଇଟା କୁହାଯିବ। ଦେଖନ୍ତୁ ସେ କ'ଣ ଦେଇଛି, ଯେତେବେଳେ ଆମେ କିଛି ଭୁଲ କରିଥାଉ ତାକୁ ଆମେ କ'ଣ କରୁ ନା କ୍ଷମା ମାଗିଥାଉ। ଦେଖନ୍ତୁ କ୍ଷମା 2 ପ୍ରକାରର। ଗୋଟେ ହେଉଛି ଆମ ଫ୍ୟାମିଲି ମେମ୍ବରଙ୍କ ସହିତ ଆମର ଯଦି କିଛି ଭୁଲ ଭାଲ ହେଇଯାଏ, ଯେମିତିକି ବାପା ହେଲେ, ମା ହେଲେ, ଭାଇ ହେଲେ, ଭଉଣୀ ହେଲେ, ତାଙ୍କୁ ଗୋଟେ ପ୍ରକାର ଆମେ କ୍ଷମା ମାଗିଥାଉ। ଅଫିସିଆଲ ହେଲେ ଅଲଗା ଗୋଟେ ପ୍ରକାର, ସେଇଟା ଗୋଟେ ଦେଇଛି। ତମେ କ'ଣ କରିଛ ନା ତମ ଭାଇଙ୍କର ତମେ ମିଠା ଟିକେ ଖାଇ ଦେଇଛ ବୋଲି ତାଙ୍କୁ କେମିତି ସରି ମାଗିବ। ଆମେ କ'ଣ କହିବା, ଆଇ ଆମ୍ ରିଅଲି ସରି, ଆଇ ଏଟ୍ ୟୁର ସେୟାର ଅଫ୍ ସୁଇଟ୍। ସେଠୁ ଆପଣଙ୍କ କ'ଣ କହିବ ନା ଆପଣଙ୍କ ଭାଇ କହିବେ ଦ୍ୟାଟ୍ ଇଜ୍ ଅଲ୍ ରାଇଟ୍, ଇଟ୍ସ ନୋ ବିଗ୍ ଡିଲ୍, ବୁଝିଲେ। ଏମିତି ତାମାନେ ଏଇଟା ଗୋଟେ ଇନଫର୍ମାଲ, ଯେହେତୁ ନିଜ ଘର ଲୋକ ତାଙ୍କୁ ଆଉ ଏତେ ପୋଲାଇଟରେ ଏତେ ଇଏରେ ତ ଆମେ କହିବାନି, ଏମିତି ଯେମିତି କଥାବାର୍ତ୍ତା ହେଉଛି ସେମିତି। କିନ୍ତୁ ଯେତେବେଳେ ଆମେ ଏଟାକୁ ଅଫିସିଆଲ ହେଇଯାଏ ତାକୁ ଆମେ ଟିକେ ଫର୍ମାଲ ୱେରେ କହୁ। ତାର ମଧ୍ୟ ଆମେ ଦେଖିବା। ଡବଲ ଆଇରେ ଗୋଟେ ସିଚୁଏସନ ଦେଇଛି, ତୁମେ ତୁମ ଭଉଣୀର କ'ଣ କରିଛ ନା ଭାଙ୍ଗି ଦେଇଛ ଗୋଟେ କ୍ରାଫ୍ଟ, ଗୋଟେ କିଛି ଜିନିଷ ଫୁଲର କ୍ରାଫ୍ଟଟାକୁ ଭାଙ୍ଗି ଦେଇଛ, ତାକୁ କେମିତି କ୍ଷମା ମାଗୁଛ। ଭଉଣୀକି କହିବ ପ୍ଲିଜ୍ ଫରଗିଭ୍ ମି ଫର୍ ବ୍ରେକିଂ ୟୋର ଫ୍ଲାୱାର କ୍ରାଫ୍ଟ। ସେ କହୁଛି ନୋ ପ୍ରୋବ୍ଲେମ୍, ଦିସ୍ ଥିଙ୍ଗସ୍ ହାପନ୍, ବୁଝିଲେ। ଏମିତି ସେମିତି ଆପଣଙ୍କ କ'ଣ କହୁଛି 3 ନମ୍ବର ବା 3 କ'ଣ କହୁଛି ନା ମାଆଙ୍କର କିଛି ଡକୁମେଣ୍ଟସ୍ ଉପରେ ଆପଣ ସ୍ୟାହି ଢାଳି ଦେଇଛନ୍ତି। ଆପଣ ମାଆଙ୍କୁ କେମିତି ମାନେ ଏଇଟା କହିବେ ମୋର ଭୁଲ ହେଇଗଲା ବୋଲି, ସେଇଟା ବି ଲେଖିଛି ମୁଁ ଏଠି। ସେମିତିକି 4 ନମ୍ବରରେ କ'ଣ କହିଛି ନା ତୁମ ସାଙ୍ଗର ତୁମେ ନୋଟବୁକ୍ଟାକୁ କ'ଣ କରିଛ ଆଣିବାକୁ ଭୁଲି ଯାଇଛ, ତାକୁ କେମିତି ସରି କହିବ। ଏଇଟା ହେଉଛି ସବୁ ଇନଫର୍ମାଲ, ସାଙ୍ଗସାଥି ଘର ଲୋକମାନଙ୍କୁ ଇନଫର୍ମାଲ ଗଲା। କିନ୍ତୁ ତାପରେ ଦେଖିବା ଆମେ ଫର୍ମାଲ, ଯେମିତିକି ଆପଣଙ୍କର ଟିଚରଙ୍କୁ, ନହେଲେ ଅଫିସରେ ଆପଣ ଯଦି ଥିବେ ଆପଣଙ୍କର ବସ୍କୁ କି ପ୍ରିନ୍ସିପାଲଙ୍କୁ କେମିତି ଆପଣ ଆପୋଲୋଜି କରିବେ, ବୁଝିଲେ। ସେଇଟା ଟିକେ ଫର୍ମାଲ ହେବ, କାରଣ ଆପଣ ତାକୁ ଘର ଭାଇ ସହିତ ଯେମିତି କଥା ହେଉଛନ୍ତି ସେମିତି ଆଉ ପ୍ରିନ୍ସିପାଲ ସହିତ ହେବେ କି, ସେମିତି ଟିଚରଙ୍କ ସହିତ ହେବେ କି ନାହିଁ। ସେମିତି ସେ ଦେଇଛି କ'ଣ ନା ଆପଣଙ୍କର ଗୋଟେ ଆସାଇନମେଣ୍ଟ ଥିଲା, ଆପଣ କ'ଣ କରିଛନ୍ତି ନା ସେ ଆସାଇନମେଣ୍ଟଟାକୁ ସବମିସନ୍ କରିପାରିନାହାନ୍ତି ଡେଟ୍ରେ, ସେଇଟା କେମିତି ଆପଣ କହୁଛନ୍ତି। ସେଇଟା ଦେଇଛି ଆଇ ଆମ୍ ଏକ୍ସଟ୍ରିମଲି ସରି ଫର୍ ନଟ୍ ବ୍ରିଙ୍ଗିଂ ଦ ଆସାଇନମେଣ୍ଟ ଦ୍ୟାଟ୍ ୱାଜ୍ ଡ୍ୟୁ, ଆଇ ପ୍ରମିସ୍ ଇଟ୍ ଉଡ୍ ନଟ୍ ହାପନ୍ ଏଗେନ୍, ହେଲା। ସେମିତି ଡବଲ ଆଇରେ ଅଛି, ଆପଣ କ'ଣ କରୁଛନ୍ତି ନା 3 ଦିନ ହେଲା ସ୍କୁଲକୁ ସବୁଦିନ ଡେରିରେ ଆସୁଛନ୍ତି, ଆପଣ କେମିତି କ୍ଷମା ପ୍ରାର୍ଥନା କରିବେ ପ୍ରିନ୍ସିପାଲଙ୍କୁ, ସେଇଟା ମଧ୍ୟ ଦେଇଛି। ଆପଣ କ'ଣ କହିବେ ଆଉ ପ୍ରିନ୍ସିପାଲ କ'ଣ କହିବେ ସେଇଟା ଦେଇଦେଇଛି, ଦେଖନ୍ତୁ। ତାପରେ ଏଇଟା ହେଉଛି ୟୁ ଡିଡ୍ ନଟ୍ ସବମିଟ୍ ୟୁର ପ୍ରୋଜେକ୍ଟ ୱାର୍କ ଆଣ୍ଡ ୱି ଆର୍ ଆସ୍କ୍ଡ ଟୁ ଏକ୍ସପ୍ଲେନ୍। ତୁମେ କ'ଣ କରିଛ ନା ତମ ପ୍ରୋଜେକ୍ଟ ୱାର୍କଟିକୁ ତୁମେ ସବମିଟ୍ କରିନ, ତୁମେ କେମିତି ଟିଚରଙ୍କୁ କ'ଣ କରିବ କ୍ଷମା ମାଗିବ, ଆଉ ଟିଚର କ'ଣ କହିବେ, ବୁଝିଲେ। ଏଗୁଡ଼ା ସବୁ ପ୍ରାକ୍ଟିସ୍ ହେବ। ତାପରେ ଆମେ ଯିବା ଲେଖିବା, ଗୋଟେ ଅଛି ମାନେ ଲେଟ୍ ଅସ୍ ରାଇଟ୍। ସେ କ'ଣ ଦେଇଛି ନା ୟୁ ଆର୍ ଏ ମେମ୍ବର ଅଫ୍ ଦ ନେଚର କ୍ଲବ ଅଫ୍ ୟୋର ସ୍କୁଲ। ତୁମେ ତୁମ ସ୍କୁଲର ନେଚର କ୍ଲବର ମେମ୍ବର ଅଛ। କ'ଣ କରିବ ନା ତୁମେ ଗୋଟେ ନୋଟିସ୍ ବାହାର କରିବ 6, 7, 8 ପିଲାମାନଙ୍କ ପାଇଁ, ଯେ ଆମେ ଗୋଟେ କ'ଣ କରିବା ହର୍ବାଲ ଗାର୍ଡେନ ସ୍କୁଲରେ ମାନେ ଅଛି, ସେଠି ସବୁ ଔଷଧୀୟ ବୃକ୍ଷ ଗୁଡ଼ିକୁ ଆମେ କ'ଣ କରିବା ଲଗେଇବା, ସେଥିପାଇଁ ଗୋଟେ ନୋଟିସ୍ ବାହାର କରିବ। ସେ ଦେଇଛି ଗୋଟେ ଫର୍ମାଟ ଟାଇପ୍ର, ଆପଣ ଆମେ ତାକୁ କ'ଣ କରିବା ନା ଆଉ ଟିକେ ଅଧିକ କରିକି ଲେଖିବା। ମାନେ ଏଠି ସେ ଖାଲି ତା ଫର୍ମାଟଟା ଦେଇଦେଇଛି, ଆଉ କେଉଁ ଜାଗାରେ କ'ଣ ଲେଖା ହେବ ଆମେ ଗୋଟେ ନୋଟିସ୍ ତା ମାନେ ବାହାର କରିବା। ଦେଖନ୍ତୁ ଏଠି ଆମେ ନୋଟିସ୍ଟି ମୁଁ ତଳେ ଲେଖିଛି, ଦେଖନ୍ତୁ ନେଚର କ୍ଲବ, ତା ତଳେ ସ୍କୁଲର ନାଁ ଲେଖନ୍ତୁ, ଆପଣ ଆପଣଙ୍କ ସ୍କୁଲ ନାଁ ଲେଖନ୍ତୁ, ଆମ ସ୍କୁଲ ନାଁ ଯାହା, ତାପରେ ନୋଟିସ୍ ଲେଖିବେ, ସ୍କୁଲର ନାମ ଲେଖନ୍ତୁ, ଇଂରାଜୀରେ ହିଁ ଲେଖିବେ। ଯଦି ଆପଣଙ୍କ ସ୍କୁଲ ନାଁ GUPS ଲେଖିଛି ଦେଖନ୍ତୁ, କାରଣ ଗଭର୍ଣ୍ଣମେଣ୍ଟ ଅଫର୍ ପ୍ରାଇମେରୀ ସ୍କୁଲ। ଆପଣଙ୍କର ଯଦି କିଛି ପ୍ରାଇଭେଟ ସ୍କୁଲ ହେଇଥିବ ପ୍ରାଇଭେଟ ପବ୍ଲିକ ସ୍କୁଲ ଲେଖିପାରିବେ, ଆପଣଙ୍କର ଯାହା ସ୍କୁଲ ନିଜ ଏଇ ଜାଗାରେ ମୁଁ ଯୋଉଠି ଗାର ପକେଇଲି ହେଇଠି ମୁଁ ଯାହା ଲେଖିଛି ଏଇଟା ନ ଲେଖିକି ଆପଣ ଆପଣଙ୍କ ନିଜ ସ୍କୁଲର ନାଁ ଲେଖିବେ। ତାପରେ ଡେଟ୍ ଦେଖନ୍ତୁ, ଯୋଉ ଦିନ ନୋଟିସ୍ ଆପଣ ଦଉଛନ୍ତି ସେଇ ଡେଟ୍ଟି ପକେଇବେ।
ମୁଁ 26 ଜୁଲାଇ ଦେଇଛି, ଆପଣ ଯେଉଁ ଡେଟ୍ 27, 28 କିମ୍ବା ଅଗଷ୍ଟ 1, 2 ଯାହା ଆପଣ ଦେଇପାରିବେ। ତାପରେ ଆଉ କ'ଣ ହେଇଛି, ଆଉ ତଳେ ଦେଖନ୍ତୁ ଗୋଟେ ଡେଟ୍ ଅଛି, ସେଇ ଜାଗାରେ ଆମେ କ'ଣ କରିଛେ ନା ଏଇଟା ଯେହେତୁ 26 ଅଛି, ଆମେ ତଳେ କ'ଣ କରିଛେ ନା ଏଠି 30 ଦେଇଛେ। ଯୋଉଦିନ ନୋଟିସ୍ ଦେବା ସେଇଦିନ ତ ଗଛ ଲଗେଇଦେବା ନାଇଁ, ଆମକୁ ଆଉ 4 ଦିନ 5 ଦିନ ପରେ ବାଧ୍ୟ ଲଗେଇବାକୁ ପଡ଼ିବ, କି 3 ଦିନ 4 ଦିନ ପରେ। ଆପଣ ସେଇ ଅନୁସାରେ ଉପରେ ଯୋଉ ଡେଟ୍ ଦେବେ ତଳେ ଆଉ ତାର 3 4 ଦିନ କି 5 ଦିନ ପର ଡେଟ୍ ଦେବେ। କେତେବେଳକୁ ଟାଇମ୍ ଦେବେ, 10ଟା ଆମେ ଦେଇଛୁ, ଆପଣ ଯଦି ଚାହିଁବେ 11ଟା 12ଟା 1 2ଟା ଲେଖିପାରିବେ। ଲେଖିବେ କୋଉ କୋଉ ଗଛ, ଯେହେତୁ ଔଷଧୀୟ ଗଛ, ଦେଖନ୍ତୁ ମୁଁ ଔଷଧୀୟ ଗଛ ଆଲୋଭେରା, ମିଣ୍ଟ ଏମିତି ଲେଖିଲି। ତାପରେ ଦେଖନ୍ତୁ ନେମ୍ ଜାଗାରେ ଆପଣଙ୍କର ନାଁ ଲେଖିବେ, ଏଇଟା କ୍ୟାପିଟାଲ ଲେଟରରେ ଲେଖିବେ, ଆଉ ସିଗ୍ନେଚର ଜାଗାରେ ଯେମିତି ସିଗ୍ନେଚର କରୁଛନ୍ତି ସ୍ମଲ୍ ଲେଟରରେ ଲେଖିବେ। କ୍ଲାସ୍ ତ 8ମ, ବୁଝିଲେ। ଏଇଟା ସରିଗଲା ନୋଟିସ୍ଟି। ତାପରେ ଦେଇଛି ଲେଟସ୍ ଏକ୍ସପ୍ଲୋର। ଏକ୍ସପ୍ଲୋରରେ ଆପଣ ମାନେ ଆପଣଙ୍କୁ ବାହ୍ୟ ଜ୍ଞାନ ସହିତ ଯୋଡ଼ିବାକୁ ପଡ଼ିବ, ଷ୍ଟୁଡେଣ୍ଟମାନଙ୍କୁ ବାହ୍ୟ ଦୁନିଆ ସହିତ, ଯାହା ବହିରେ ନାହିଁ, ଯେଉଁଗୁଡ଼ା ସେମାନେ ଶିଖିପାରିବେ ବାହାର ଜିନିଷ, ସେଇ ଟାଇପ୍ର ଗୋଟେ ଦେଇଛି। ଆମେ ଏଠି ଗୋଟେ ୱେବସାଇଟ୍ ମଧ୍ୟ ଦେଇଛି, ଆପଣ ଏଇ ୱେବସାଇଟ୍ରେ ଯାଇକି ଡିଟେଲ୍ସ ମଧ୍ୟ ଜାଣିପାରିବେ, ବୁଝିଲେ। ତାପରେ ଏଠି ଗୋଟେ ଆକ୍ଟିଭିଟିଟେ ଆପଣଙ୍କୁ ସେ କରିବା ପାଇଁ ଦେଇଛି। କ'ଣ କହିଛି ନା ପଡ଼ି ଯାଇଥିବା ପତ୍ର ହଉ କି ଫୁଲ ହଉ, ଆପଣ ତାକୁ କ'ଣ କରିବେ, ଆପଣଙ୍କ ପାଖାପାଖି ଅଞ୍ଚଳରେ ଯୋଉଠି ଅଛି ତାକୁ ଆପଣ ଯୋଗାଡ଼ କରିକି ଆଣିବେ, ଗୋଟେଇକି ଝଡ଼ି ପଡ଼ିଥିବା, ବୁଝିଲେ। ଝଡ଼ି ପଡ଼ିଥିବା ପତ୍ର ଫୁଲକୁ ସବୁ ଆଣିବେ, ଆଣିକି ତାକୁ କ'ଣ କରିବେ ନା ସେ ଫୁଲ ଆଉ ପତ୍ରକୁ ଏମିତି ଯେମିତି ଚିତ୍ରରେ ଦେଇଛି ଦେଖନ୍ତୁ ଆପଣଙ୍କ ସାଇଟ୍ରେ, ସେଇ ହିସାବରେ ସଜେଇକି ଆପଣ କ'ଣ କରିବେ ନା ଗୋଟିଏ କାର୍ଡ଼ ତିଆରି କରିବେ, ବୁଝିଲେ। ବହି ଭିତରେ ରଖିବେ କିମ୍ବା ଖାତା ଭିତରେ ରଖିବେ, ରଖିକି ଗୋଟେ କାର୍ଡ଼ ତିଆରି କରିବେ। ତାପରେ ଗୋଟେ ହ୍ୟାଙ୍ଗିଂ ୱାଲ୍ ଟାଇପ୍ର ଆମେ ଏଟାକୁ କ'ଣ କରିବା, ଝୁଲେଇକି ସଜେଇ ପାରିବା, ବୁଝିଲେ। ତାପରେ ଏଇଟା ଦେଇଛି ଗୋଟେ ପୋଏମ୍ଟିଏ ଦେଇଛି, ଆପଣ ସେ ବଗିଚା ରିଲେଟେଡ୍ ଇ ପୋଏମ୍ଟି ରହିଛି, ଆପଣ ଏଟାକୁ ପଢ଼ିପାରିବେ, ଆପଣଙ୍କୁ ସୁନ୍ଦର ଲାଗିବ ନିହାତି ଭାବରେ। ଏଇଠି ଆମର ପ୍ରଶ୍ନ ଗୁଡ଼ିକ ସରିଯାଇଛି। ଆପଣଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଆପଣ କ'ଣ କରିବେ ନା ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ଆମର ସବସ୍କ୍ରାଇବ୍ କରିବେ, ଏବଂ ଯାହା କିଛି ଡାଉଟ୍ ରହିଛି ବା କିଛି ଆପଣ ମୋତେ ସଜେସନ୍ ଦେବାକୁ ଚାହୁଁଛନ୍ତି, ତାହେଲେ କମେଣ୍ଟ ମାଧ୍ୟମରେ ଦେଇପାରିବେ। ବହୁତ ବହୁତ ଧନ୍ୟବାଦ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ।